ଆରେ ଏଠି ଏ କ'ଣ ଚାଲିଛି? ପିଲାମାନେ କ'ଣ ଚାଉଳ ବସ୍ତା ଟେକି ନେଉଛନ୍ତି? ପୁଣି ଦିଦି ସେଠି ନିଜେ ଉପସ୍ଥିତ ରହି ନିର୍ଦ୍ଦେଶ ଦେଉଛନ୍ତି। ଏଇଟା କ'ଣ ସତରେ ସ୍କୁଲ ନା ଆଉ କେଉଁଠୁ ଚାଲି ଆସିଲେ? ନା ନା, ଇଏ ତ ସ୍କୁଲ। ଆଉ ହେଲେ ସ୍କୁଲରେ ତ ପିଲା ପାଠ ପଢ଼ନ୍ତି, କିନ୍ତୁ ଏଠି କ'ଣ ଚାଉଳ ବସ୍ତା ଟେକୁଛନ୍ତି? ପୁଣି ଆଉ ଜଣେ ଛାତ୍ରୀ କ'ଣ ଝାଡ଼ୁ ଧରି ଆସୁଛି? ସ୍କୁଲରେ ଝାଡ଼ୁ ମାରିବା ଦାୟିତ୍ୱ ବୋଧେ ଏ ଛାତ୍ରୀ ଜଣଙ୍କୁ ଦିଆଯାଇଛି ନା କ'ଣ? ସ୍କୁଲ ପରିସରରେ ଏ ଦୃଶ୍ୟ ଦେଖି ଆପଣଙ୍କୁ ନିଶ୍ଚିନ୍ତ ଭାବେ ଅଡ଼ୁଆ ଲାଗୁଥିବ। ଆଜ୍ଞା, ଏ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଚିତ୍ର, ଯେଉଁଠି ଛୋଟ ଛୋଟ ପିଲାମାନେ ମଧ୍ୟାହ୍ନ ଭୋଜନ ଚାଉଳ ବୁହା ଭଳି କାର୍ଯ୍ୟରେ ପିଲାଙ୍କୁ ଶ୍ରମିକ ଭଳି ନିୟୋଜିତ କରିଥିବାର ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଉମରକୋଟ ଭଳି ଏକ ଉପାନ୍ତ ଅଞ୍ଚଳରୁ ଜଣେ ବିଧାୟକଙ୍କୁ ରାଜ୍ୟ କ୍ୟାବିନେଟ୍ରେ ଗଣଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିଛି ଏବଂ ମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ଅଚାନକ ଗସ୍ତ କରି ଶିକ୍ଷାଦାନ ସହ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦେଉଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ନିଜ ବାସଭବନ ଠାରୁ ମାତ୍ର 500 ମିଟର ଦୂରତାରେ ରହିଥିବା ଉମରକୋଟ ପୌରାଞ୍ଚଳର ଏକ ବିଦ୍ୟାଳୟରେ କର୍ତ୍ତୃପକ୍ଷ ନିଜ ଅନୁଷ୍ଠାନର ଅଧ୍ୟୟନରତ କୋମଳମତୀ ଛାତ୍ରଙ୍କୁ ନେଇ ମଧ୍ୟାହ୍ନ ଭୋଜନ ପାଇଁ ମହଜୁଦ ଥିବା ଚାଉଳ ବସ୍ତା ଉଠାଉଛନ୍ତି। ଏହି କାମରେ ଲିପ୍ତ କରାଇବାର ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। କିନ୍ତୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ'ଣ ପାଇଁ ନୀରବ ଦ୍ରଷ୍ଟା ସାଜିଛନ୍ତି, ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି। ତେବେ ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ତେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପଚାରିବାରୁ ସେ କହିଛନ୍ତି, ଆପଣଙ୍କ ଠାରୁ ମୁଁ ଏ ଖବର ପାଇଲି, ସେଭଳି ଘଟଣା ଯଦି କିଛି ଘଟିଥାଏ ତାହାର ତଦନ୍ତ କରି ନିଶ୍ଚିତ ରୂପେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଖନ୍ତୁ, ଏ ବିଷୟ ମୁଁ ଆପଣମାନଙ୍କ ଠାରୁ ଶୁଣିବାକୁ ପାଉଛି। ମୁଁ ନିଶ୍ଚୟ ଏ ଉପରେ ତର୍ଜମା କରିବି, ତଦନ୍ତ କରିବି କ'ଣ ହେଇଛି। ଯଦି ସେମିତି କିଛି ହେଇଥିବ ଆଗାମୀ ଦିନରେ ଯେମିତି ଏ ଭୁଲ ନ ହୁଏ, ସେଥିପାଇଁ ନିଶ୍ଚୟ ଆମେ ଦେଖୁଛୁ ସେଭଳି ଘଟଣା ନ ଘଟୁ, ସେଥିପାଇଁ ଆମେ ପୂର୍ବରୁ ସତର୍କ ଅଛୁ। ଆଉ ସମସ୍ତଙ୍କୁ ଆମ ବିଭାଗର ଜିଲ୍ଲା ପ୍ରଶାସନ ସହିତ ସମସ୍ତ ସହିତ ଆମେ କଥା ହେଇଛୁ, ତାଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି ଭବିଷ୍ୟତରେ ସେଭଳି ଘଟଣା ଯେମିତି ନ ଆସିବ। ଦେଖନ୍ତୁ, ଶିକ୍ଷାଦାନ ପାଇଁ ବିଦ୍ୟାଳୟ ଗୁଡ଼ାକ ହେଉଛି ଗୋଟେ ପବିତ୍ର ମନ୍ଦିର। ସେଠି ପିଲାମାନଙ୍କୁ ବିଶେଷ କରିକି ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବା କଥା। ପିଲାମାନଙ୍କୁ ଏଭଳିଆ କାର୍ଯ୍ୟରେ ନିୟୋଜିତ କରିବାଟା ଉଚିତ ନୁହେଁ। ଆଉ ଯଦି ଏମାନେ ଏଭଳିଆ ଯଦି କରନ୍ତି ତାହେଲେ ଗୋଟେ ଅଲଗା ପ୍ରକାର ବାତାବରଣ ସୃଷ୍ଟି ହେଉଛି। ତେବେ ବିଦ୍ୟାଳୟ ଭଳି ଏକ ପବିତ୍ର ଅନୁଷ୍ଠାନରେ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାଦାନ ବଦଳରେ ଶ୍ରମିକ ସଜାଇ ଏଭଳି କାର୍ଯ୍ୟରେ ନିୟୋଜିତ କରିବା ଅତ୍ୟନ୍ତ ନିନ୍ଦନୀୟ। ଏବେ ଦେଖିବାର କଥା ତଦନ୍ତରୁ କ'ଣ ବାହାରୁଛି ଓ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଅନୁରାଗ ପଟ୍ଟନାୟକ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।